Good morning, students. We call our mother in different types of name. Some of us call her Ma, Mother, Mama, Mummy, Mom. So, today we will learn a new poem about Mom. So, listen carefully how I read it and try to understand how the poet explain about Mom. Mom means Ma. ତେଣୁ ଆଜି ଆମେ ମା ବିଷୟରେ ପଢ଼ିବା ଆଉ ପୋଏଟ୍ ଏ ବିଷୟରେ କେମିତି ଲେଖିଛନ୍ତି ମାଆଙ୍କ ବିଷୟରେ କ'ଣ ଲେଖିଛନ୍ତି ସେ ବିଷୟରେ ଜାଣିବା। ମମ୍ you are like an angel sent from up above with all your kindness, tenderness and everlasting love. You are always look after me and taught me right from wrong, and when I am down and worried, it's always you that come along. You are not just mom, but a friend of mine, a friend I cannot replace, and every time I think of you, all I see is your smiling face. I thank you, Mom, for bearing me and allowing me to see these times. Because if it wasn't for you, dear mother, I could never write down these lines. ପିଲାମାନେ ତମେ ଜାଣିପାରିଲ ମମ୍ର ପୋଏମ୍ଟିକୁ। ବର୍ତ୍ତମାନ ଆମେ ତା'ର ଅର୍ଥ ଜାଣିନେବା। ମମ୍ ୟୁ ଆର୍ ଲାଇକ୍ ଆନ୍ ଏଞ୍ଜେଲ୍। ଏଞ୍ଜେଲ୍ ମାନେ ଦେବଦୂତ ବା ପରୀ। ତେଣୁ ସେ କହିଲେ ମା ତୁମେ ଏକ ଦେବଦୂତ ବା ପରୀ ସଦୃଶ। ସେଣ୍ଟ ଫ୍ରମ୍ ଅପ୍ ଏବଭ୍, ତୁମେ ଉପରୁ ଅର୍ଥାତ୍ ଆମେ କହିପାରିବା ସ୍ୱର୍ଗରୁ ବା ପରମାତ୍ମାଙ୍କ ଠାରୁ ପଠା ହୋଇଛ। ୱିଥ୍ ଅଲ୍ ୟୋର୍ କାଇଣ୍ଡନେସ୍, ଟେଣ୍ଡରନେସ୍ ଆଣ୍ଡ ଏଭରଲାଷ୍ଟିଂ ଲଭ୍। କାଇଣ୍ଡନେସ୍ ହେଲା ଦୟାପୂର୍ଣ୍ଣ, ଟେଣ୍ଡରନେସ୍ ହେଲା ସ୍ନେହପୂର୍ଣ୍ଣ ବ୍ୟବହାର, ଆଉ ଏଭରଲାଷ୍ଟିଂ ହେଲା ଅଶେଷ ସ୍ନେହ ବା ପ୍ରେମ। ତେଣୁ ତୁମର ସମସ୍ତ ଦୟାପୂର୍ଣ୍ଣ ସ୍ନେହପୂର୍ଣ୍ଣ ବ୍ୟବହାର ଓ ଅଶେଷ ସ୍ନେହ ବା ପ୍ରେମ ସହିତ ତୁମେ ପଠା ହୋଇ ଆସିଛ। ୟୁ ହାଭ୍ ଅଲୱେଜ୍ ଲୁକ୍ଡ ଆଫ୍ଟର ମି, ତୁମେ ସବୁବେଳେ ମୋର ଯତ୍ନ ନେଇଛ। ଆଣ୍ଡ ଟଟ୍ ମି ରାଇଟ୍ ଫ୍ରମ୍ ରଙ୍ଗ, ଏବଂ ଭୁଲ ବାଟରୁ ଠିକ୍ ବାଟକୁ ଯିବା ପାଇଁ ଶିକ୍ଷା ଦେଇଛ। ଆଣ୍ଡ ହ୍ୱେନ୍ ଆଇ ଆମ୍ ଡାଉନ୍ ଆଣ୍ଡ ୱରିଡ଼୍, ଯେତେବେଳେ ମୁଁ ବିରସ କହିବା କି ନିଷ୍ପ୍ରଭ ବା ମଳିନ ହୋଇଯାଇଥାଏ ଏବଂ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି, ଇଟ୍ସ ଅଲୱେଜ୍ ୟୁ ଦ୍ୟାଟ୍ କମ୍ ଏଲଙ୍ଗ୍, ତୁମେ ସବୁବେଳେ ମୋ ପାଖକୁ ଧାଇଁ ଆସିଛ ବା କହିବା ତୁମେ ସବୁବେଳେ ମୋ ପାଖରେ ପାଖରେ ଅଛ। ୟୁ ଆର୍ ନଟ୍ ଜଷ୍ଟ ମମ୍ ବଟ୍ ଏ ଫ୍ରେଣ୍ଡ ଅଫ୍ ମାଇନ୍, ତୁମେ କେବଳ ମୋର ମା ନୁହେଁ ତଥାପି ମୋର ଜଣେ ବନ୍ଧୁ ବା ସାଙ୍ଗ ଅଟ। ଏ ଫ୍ରେଣ୍ଡ ଆଇ କ୍ୟାନଟ୍ ରିପ୍ଲେସ୍, ଏପରି ଏକ ବନ୍ଧୁ ଯାହାର ସ୍ଥାନ ଅନ୍ୟ କେହି ପୂରଣ କରିପାରିବେ ନାହିଁ ବା ଯାହାର ବିକଳ୍ପ ନାହିଁ। ଆଣ୍ଡ ଏଭ୍ରି ଟାଇମ୍ ଆଇ ଥିଙ୍କ ଅଫ୍ ୟୁ, ଏବଂ ପ୍ରତ୍ୟେକ ସମୟରେ ଯେତେବେଳେ ମୁଁ ତୁମ କଥା ଭାବେ ବା ଚିନ୍ତା କରେ, ଅଲ୍ ଆଇ ସି ଇଜ୍ ୟୋର୍ ସ୍ମାଇଲିଂ ଫେସ୍, ମୁଁ କେବଳ ତୁମର ହସ ହସ ମୁହଁ ହିଁ ଦେଖିଥାଏ। ଆଇ ଥ୍ୟାଙ୍କ ୟୁ ମମ୍ ଫର୍ ବିୟରିଂ ମି, ମା ତୁମକୁ ଧନ୍ୟବାଦ ଦେଉଛି। ଫର୍ ବିୟରିଂ ମି, ମୋତେ ଜନ୍ମ ଦେଇଥିବାର, ବିୟରିଂ ମାନେ ଜନ୍ମ ଦେବା। ଆଣ୍ଡ ଆଲାଉଇଂ ମି ଟୁ ସି ଦିସ୍ ଟାଇମ୍ସ, ଏବଂ ଏହି ସମୟଗୁଡ଼ିକୁ ଦେଖିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ତୁମକୁ ଧନ୍ୟବାଦ ଜଣାଉଛି। ବିକଜ୍ ଇଫ୍ ଇଟ୍ ୱାଜଣ୍ଟ ଫର୍ ୟୁ ଡିଅର୍ ମଦର, କାରଣ ତୁମେ ଯଦି ନଥାନ୍ତ ମୋ ପ୍ରିୟ ମା, ଆଇ କୁଡ଼୍ ନେଭର୍ ରାଇଟ୍ ଡାଉନ୍ ଦିସ୍ ଲାଇନ୍ସ, ମୁଁ ଏଇସବୁ ଧାଡ଼ି ଗୁଡ଼ିକ ବା କବିତାଟି କେବେ ହେଲେ ଲେଖିପାରି ନଥାନ୍ତି। ତେଣୁ ପିଲାମାନେ ଏଇ କବିତାରେ କବି ମାଆଙ୍କ ବିଷୟରେ ଯାହା ସବୁ ବର୍ଣ୍ଣନା କରିଛନ୍ତି ତାହା ତୁମେ ଜାଣିଲ। ତାକୁ 3 ଥର ପଢ଼ିବ ଓ କବିତାଟିକୁ ମନେ ରଖିବ। ମାଆଙ୍କ ବିଷୟରେ ଆମେ ଜାଣିଲେ ଯେ ମା ଗୋଟେ ଦେବଦୂତ ବା ପରୀ ସଦୃଶ, ତାଙ୍କୁ ଉପରୁ ପରମାତ୍ମା କେତେ ଗୋଟେ ଭଲ ଭଲ କ୍ୱାଲିଟିସ୍ ଦେଇକି ପଠାଇଛନ୍ତି। ସେଇଟା ହେଲା କାଇଣ୍ଡନେସ୍, ଟେଣ୍ଡରନେସ୍ ଆଣ୍ଡ ଏଭରଲାଷ୍ଟିଂ ଲଭ୍।
से आमर जत्न नहीं आमको अबाटू ठीक बाट को आनिछंती आमे जिते बेले भी माँ को दरकार करछे आमको जिते बेले व्यस्त विव्रत होइछे जिते बेले आमर मन दुख होइछी से सब बेले आम पछरे अछंती। तापरे आमे जानले जे से केवल आमर माँ नुह से होचंदी आम सांग परिका एमिति एक सांग जे कि अन्य केही तांको जगह पूर्ण करि परिबे नाही। से सब बेले आम पाखरे पाखरे अछंती आ जिते बेले आमे माँ को कथा सब बेले जो भाबंती सेते बेले माँ रो हस हस मुह ही आमर मने पड़ी जाए। तेणु माँ को आमे धन्यवाद जणाइछंती कवि जे से जाहु तांकू ए पृथ्वी को आनिछंती जन्म देइछंती आ पृथ्वीर सुंदर सुंदर जिनस सब देखिया पई सुजोग देइछंती। आउ से जदि माँ जदि नथांते ताहले से आज ए जो कवितार केते गुडे धाड़ी लिखुछंती ताहा मध्ये लिखि पारि नथांते। तेणु ए विषयटी जानिलो ताकू 3 थर पढ़िबो कविताटी को मने रखिबो।